ସୁଭଦ୍ରା ଯୋଜନା ହୋଇଗଲା କାଳ। ଆଖି ପିଛୁଳାକେ ଘଟି ଯାଇଛି ବହୁତ ବଡ଼ ଅଘଟଣ। କଅଁଳା ଛୁଆକୁ ଘରେ ଛାଡ଼ି ଦୁଃଖିନୀ ମାଟି ଯାଇଥିଲା ସୁଭଦ୍ରା ଫର୍ମ ପକେଇବାକୁ। ହେଲେ କ୍ଷଣିକ ଭିତରେ ଘଟିଗଲା ଲୋମଟାଙ୍କୁରା ଦୃଶ୍ୟ, ଯାହାକୁ ସାହି ପଡ଼ିଶା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ହଁ ବନ୍ଧୁମାନେ, ଆପଣ ଯଦି ମହାପ୍ରଭୁଙ୍କୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି, ତେବେ ଭିଡ଼ିଓଟିକୁ ଏକ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଆଉ ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏକ ଛୋଟିଆ ଗ୍ରାମରେ ବାସ କରନ୍ତି ଶାନ୍ତି ମ୍ୟାଡ଼ାମ। ତାଙ୍କର ପରିବାର କହିଲେ ଶାଶୁ ଶ୍ୱଶୁରଙ୍କଠୁ ଲଗେଇ ସମସ୍ତେ ଅଛନ୍ତି। ଆଉ ତାଙ୍କ ସ୍ୱାମୀ ଭୁବନେଶ୍ୱରରେ ଏକ ପ୍ରାଇଭେଟ୍ ଚାକିରି କରିଛନ୍ତି। ଘରେ କହିଲେ ଦୁଇଟା ବଢ଼ିଲା ଝିଅ। ଆଉ ଭଗବାନ ତାଙ୍କ କୋଳରେ ପୁଅଟିଏ ଦେଇନାହାନ୍ତି। କେବଳ ରୋଜଗାର କହିଲେ ତାଙ୍କ ସ୍ୱାମୀ। ସେ ଯେତିକି ପଇସା ରୋଜଗାର କରନ୍ତି, ସେତିକିରେ 6 ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଚଳିଯାଆନ୍ତି। ଆଉ ବେଳେବେଳେ ଭୋକିଲା ମଧ୍ୟ ରହିବାକୁ ପଡ଼େ। ଏମିତି ଦୁଃଖ କଷ୍ଟ ଭିତରେ ତାଙ୍କ ପରିବାରଟି ଚାଲିଥାଏ। ହେଲେ ଏଇ କିଛି ଦିନ ତଳର କଥା, ସୁଭଦ୍ରା ଯୋଜନା ପାଇଁ ସମସ୍ତେ ଫର୍ମ ପକାଇବା ପାଇଁ ଯାଉଥିଲେ। ସେଇଠୁ ଶାନ୍ତି ମ୍ୟାଡ଼ାମ ତାଙ୍କ ସ୍ୱାମୀଙ୍କୁ କହିଲେ, ହେଇଟି ଶୁଣୁଛ, ସୁଭଦ୍ରା ଯୋଜନା ସମସ୍ତେ ପକାଉଛନ୍ତି, ତୁମେ ଟିକେ ଘରକୁ ଆସିଲେ ହୁଅନ୍ତାନି? ଏକଥା ଶୁଣି ତାଙ୍କ ସ୍ୱାମୀ କହିଲେ, ହଁ ଯେ, ହେଲେ ମୁଁ ତ ଘରକୁ ଯାଇପାରିବିନି। ଏପାଟେ ମୋତେ ମୋ ମାଲିକ ଛାଡ଼ିବନି। ତୁମେ ଗୋଟେ କାମ କର, ବଡ଼ ଝିଅ ସୀମାକୁ ଧରି ପାଖ ଜନସେବା କେନ୍ଦ୍ରକୁ ଚାଲିଯାଅ। ସ୍ୱାମୀଙ୍କଠୁ ଏପରି କଥା ଶୁଣି ଫୋନ୍ଟିକୁ ରାଗରେ କାଟିଦେଲେ। ତାପରେ ସେ ଘର ପାଖର ଏକ ପାଠ ପଢ଼ୁଆ ମହିଳାଙ୍କ ସହ କଥାବାର୍ତ୍ତା କରି ଗାଁର କିଛି ଲୋକମାନଙ୍କ ସହ ସୁଭଦ୍ରା ଫର୍ମ ପକାଇବାକୁ ବାହାରି ପଡ଼ିଲେ। ସେତେବେଳକୁ ସମୟ ପାଖାପାଖି ଦିନ 10ଟା ହୋଇଥାଏ। ଆଉ ପୂର୍ବରୁ ଅନେକ ଲୋକ ଭିଡ଼ ଲାଗିଥାନ୍ତି। ଶାନ୍ତି ମ୍ୟାଡ଼ାମ ତ ମୂର୍ଖ ଲୋକ, ସେମିତି ଛିଡ଼ା ହୋଇଛନ୍ତି ଯେ ଛିଡ଼ା ହୋଇଛନ୍ତି। ଶାନ୍ତି ମ୍ୟାଡ଼ାମ ସକାଳୁ କିଛି ଖାଇନଥାନ୍ତି। ଏମିତି ଦୀର୍ଘ 3 ଘଣ୍ଟା ବିତିଗଲା ପରେ ମଧ୍ୟ ସେ ଫର୍ମ ପକାଇ ପାରିଲେ ନାହିଁ। ଏପାଟେ ପେଟରେ ମୂଷା ଦୌଡ଼ିଲାଣି, ସେପାଟେ ଭୋକ ବିକଳରେ ମୁଣ୍ଡ ବି ବୁଲେଇ ଦେଲାଣି। କ'ଣ କରିବେ କ'ଣ ନ କରିବେ ଭାବି ଭାବି ମହାପ୍ରଭୁଙ୍କୁ ମନେ ମନେ କହିବାକୁ ଲାଗିଲେ, ଠାକୁରେ, ସକାଳ ପହରୁ ନ ଖାଇ ନ ପିଇ ଏଇଠି ଛିଡ଼ା ହୋଇଛି ପ୍ରଭୁ। ମୋ ପିଲାଟି କ'ଣ 2ଟା ଖାଇଥିଲା, ସେ ବି ମୋ ସହିତ ଛିଡ଼ା ହୋଇଛି। ହେ ମହାପ୍ରଭୁ, କାହିଁକି ଏତେ ହନ୍ତସନ୍ତ କରୁଛ କହିଲ? ହେ ସାନ୍ତେ, ମୋର ଆଉ ଗୋଡ଼ରେ ବଳ ନାହିଁ। ବହୁତ ଜୋରରେ ମୁଣ୍ଡ ବି ବୁଲେଇ ଦେଲାଣି। ଏତିକି କହିଛନ୍ତି, ହଠାତ୍ ସେ ତଳେ ପଡ଼ିଗଲେ। ଆଉ ସାଙ୍ଗେ ସାଙ୍ଗେ ବେହୋସ ହୋଇଗଲେ। ମାର ଏପରି ଅବସ୍ଥା ଦେଖି ଝିଅଟିଏ ଛାତି ଫଟାଇ କାନ୍ଦି କାନ୍ଦି କହିବାକୁ ଲାଗିଲା, ମୋ ମା'କୁ କିଏ ବଞ୍ଚେଇ ଦିଅ, ମୋ ମା'କୁ କିଏ ରକ୍ଷା କର। ହେ ମହାପ୍ରଭୁ ଜଗନ୍ନାଥ, ତୁମେ ସତରେ ଯଦି ଅଛ, ମୋ ମା'କୁ ମୋ ପାଖକୁ ଫେରେଇ ଦିଅ ଠାକୁରେ। ମୋ ମା'କୁ ମୋ ପାଖକୁ ଫେରେଇ ଦିଅ। ମୋ ମା' କାହିଁ କଥା କହୁନି ଠାକୁରେ?
ମୋ ମାର କ'ଣ ହୋଇଗଲା ଠାକୁରେ? ସେ କ'ଣ ମୋତେ ଛାଡ଼ି ଚାଲିଗଲା ଠାକୁରେ? ନାଇଁ ମହାପ୍ରଭୁ, ଏମିତି ହୋଇପାରିବନି ଠାକୁରେ। ହେ କଳା ଠାକୁର, ତୁମ ଉପରେ ଭରସା ଅଛି ଠାକୁରେ। ତୁମେ ନିଶ୍ଚିନ୍ତ ମୋ ମାଆକୁ ଭଲ କରିଦେବ, ନିଶ୍ଚିନ୍ତ ଭଲ କରିଦେବ। ଏମିତି କିଛି କ୍ଷଣ ଭିତରେ ସେଠାରେ ଲୋକମାନେ ରୁଣ୍ଡ ହୋଇଗଲେ, ଆଉ ନିଜ ନିଜ ଭିତରେ କଥା ହେବାକୁ ଲାଗିଲେ। ସେପଟେ ଝିଅଟିଏ ଭୋ ଭୋ ହୋଇ କାନ୍ଦୁଥାଏ। ହଠାତ୍ ମାଡ଼ି ଆସିଲା ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା। ସାଙ୍ଗେ ସାଙ୍ଗେ ଆକାଶ ମେଘାଚ୍ଛନ୍ନ ହୋଇଗଲା। ଆଉ ଆରି ଭିତରେ ଆସି ପହଞ୍ଚିଗଲେ ଜଣେ 60 ବର୍ଷୀୟ ବ୍ରାହ୍ମଣ। ତାଙ୍କ ହାତରେ ଧଳା ରଙ୍ଗର ଚିତା ଚୈତନ ସାଙ୍ଗକୁ ବେକରେ ପଡ଼ିଥାଏ ଗୋଟିଏ କାଠମାଳି, ଆଉ ତାଙ୍କ ଦେହରୁ ଭାସି ଆସୁଥାଏ ଚନ୍ଦନ କର୍ପୂରର ବାସ୍ନା। ତୁରନ୍ତ ଆସି କହିବାକୁ ଲାଗିଲେ, ଆରେ ବାବୁ, ସମସ୍ତେ ପାଖ, ତା ଭିତରକୁ ତ ପବନ ଯାଉନି, କେମିତି ତାର ହୋସ ଆସିବ? ଏତିକି କହି ତାଙ୍କ ବ୍ୟାଗରୁ ଖଣ୍ଡିଏ ଗଦଟିଏ କାଢ଼ି ଶାନ୍ତି ମ୍ୟାଡ଼ାମଙ୍କ ତୁଣ୍ଡରେ ଦେଇଦେଲେ। ଆଉ ବଡ଼ ଆଶ୍ଚର୍ଯ୍ୟକର କଥା, ଗଦ ଖାଇବା ମାତ୍ରେ ତାଙ୍କ ହୋସ ଆସିଗଲା। ସତରେ ବନ୍ଧୁମାନେ, ସେ କଳା ଠାକୁର କେତେବେଳେ କାହା ରୂପରେ ଆସି ତା ଭକ୍ତକୁ ରକ୍ଷା କରୁଛି, ତାହା କେବଳ ତାକୁ ହିଁ ଜଣା। ସତରେ ମହାପ୍ରଭୁଙ୍କ ଅପାର ଲୀଳାକୁ କିଏ ବା ବୁଝିପାରିଛି? ସେ କେତେବେଳେ କାହାକୁ ପଠାଇ ତାଙ୍କ ଭକ୍ତକୁ ରକ୍ଷା କରିଦେଇ ଯାଉଛନ୍ତି, ତାହା କେବଳ ସତରେ ତାଙ୍କୁ ହିଁ ଜଣା। ହଁ ବନ୍ଧୁମାନେ, ଗୋଟିଏ କଥାରେ ଅଛି, ରହିଛି ରହିବ କାଳ କାଳକୁ, ମହାପ୍ରଭୁ ଥିଲେ ମୋ ଡର କାହାକୁ। ସତରେ ତାଙ୍କୁ ଯିଏ ହୃଦୟରୁ ଡାକିଛି, ସେ ତାକୁ କେବେ ନିରାଶ କରିନାହାନ୍ତି। ହଁ ବନ୍ଧୁମାନେ, ଆପଣଙ୍କର ଯଦି ମହାପ୍ରଭୁଙ୍କ ଉପରେ ସତରେ ଭରସା ଓ ବିଶ୍ୱାସ ଅଛି, ତେବେ ତାଙ୍କ ମୁହଁକୁ ଚାହିଁ ଦୟାକରି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଆଉ ସର୍ବଶେଷରେ କମେଣ୍ଟ ବକ୍ସରେ ଲେଖିବାକୁ ଜମାରେ ବି ଭୁଲିବେନି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।